ରାସ୍ତା ବେଶୀ ଅସୁବିଧା ହଉଛି। ଆଦ୍ୟ କାଳରୁ ରାସ୍ତା ହେଇନି, ଆଉ ଆମ ଜେଜ ଅମଳର କି ବାପା ଅମଳର ହେଲେ ହେଇନି। ଆଉ ପିଲାମାନେ ଯୋଉ ସବୁ ଅବସ୍ଥା ହଉଛନ୍ତି ଯିବା ପାଇଁ, ସ୍କୁଲ ବି ନାହିଁ, ମଣ୍ଡପ ବି ନାହିଁ। ଆମ୍ବୁଲେନ୍ସରେ ଯାଉଛୁ, ଆମ୍ବୁଲେନ୍ସରେ ଖଟିଆ କରିକି ନେଉଛନ୍ତି ରାଉତି ଛକ ଯାଉଛନ୍ତି, ଚାଲିକି ଯାଉଛୁ କଦର ଯାରେ ଆଉ କଣ କରିବ। ରାସ୍ତା ହଉ, ଆଉ ସ୍କୁଲ ହଉ, ମଣ୍ଡପ ବି ହଉ, ଆଉ ବଥା ବି ମିଳୁନାହିଁ ଆମ ଗାଁକୁ, କାହାକୁ ମତେ ହେଲେ ମିଳିନାହିଁ। ଆଲଗଣା ଆମର ଗ୍ରାମ, ଆମ ଗାଁରେ ଏଠି ବହୁତ ରାସ୍ତାଘାଟ ପାଇଁ ବହୁତ ଅସୁବିଧା ହଉଛି। ପିଲାମାନେ ସ୍କୁଲ ଶିଖିବା ପାଇଁ ବାହାରକୁ ଯାଇ ପାରୁନାହାନ୍ତି। ସେ କାଦୁଅ ରାସ୍ତାରେ ଯିବା ଆସିବା ପାଇଁ ସେମାନେ କୋଉଠି ପଡି ଯାଉଛନ୍ତି, ତ ସାଇକେଲରେ ଗଲେ କୋଉଦିନ କୋଉଠି ରହିଯାଉଛି, ସାଇକେଲ ଚେନ୍ ଛିଡି ଯାଉଛି। ଏମିତି ସବୁ ଅସୁବିଧାରେ ପିଲାମାନେ ପଡୁଛନ୍ତି। ଏବଂ ଆମର ସବୁ ଏଇ ଗାଁରେ ସବୁ ଚଳିବା ପାଇଁ କାହାର ଲାଟ୍ରିନ୍ ବାଥରୁମ ନାହିଁ, ପିଇବା ପାଇଁ ଭଲ ପାଣି ନାହିଁ। ମହିଳା ମାନେ ସବୁ ଯିଏ ସବୁ ପୁରୁଷ ମାନେ କି ମହିଳା ମାନେ ଯାଇ ପାରୁନାହାନ୍ତି ବାହାରକୁ, କଣ ଔଷଧ ପତ୍ର ହଉ କିମ୍ବା ଧାନ ଚାଉଳ ପାଇଁ ହଉ, କୋଉଥିପାଇଁ ବି ତାଙ୍କ ବାହାରକୁ ଯାଇ ପାରୁନାହାନ୍ତି। ଲାଇଟ୍ ବି ଆମ ଗାଁରେ ନାହିଁ, ଅନ୍ଧାରରେ ଚଳିଲା ଭଳିଆ ଆମେ ଚଳୁଛୁ ସମସ୍ତେ। ଆମେ ସମସ୍ତଙ୍କୁ ଜଣେଇଲୁଣି, 2-3-4 ଥର ମିଡିଆରେ ଯାଇକି ଆମେ ଠିଆ ହେଲୁଣି, ତାପରେ ସୁଦ୍ଧା ବି କେହି ବି ଆସିକି ଆମ କଥା ବୁଝୁନାହାନ୍ତି। ଆମେ ଆଜ୍ଞା ଚାହୁଁଛୁ ସରକାର ଆମକୁ ଆମ କଥା ବୁଝୁ, ଆମକୁ ଟିକେ ରାସ୍ତାଘାଟ ଦିଅନ୍ତୁ, ଆମ ପିଲାମାନଙ୍କ ପାଇଁ କିଛି ଶିକ୍ଷା ସୁବିଧା କିଛି କରନ୍ତୁ।